ଶ୍ଳୋକ କ୍ରମାଙ୍କ 39 ସମ୍ବନ୍ଧରେ କୁହାଯାଇଛି। ପୂର୍ବ ଶ୍ଳୋକରେ ତେନ ପଦ କାମର ଏବଂ ଇଦମ ପଦ ଜ୍ଞାନର ବାଚକ ଅଟେ। ଏହି କଥାକୁ ସ୍ପଷ୍ଟ କରିବା ପାଇଁ କାମକୁ ଅଗ୍ନି ପରି ସଦା ଅତୃପ୍ତ ବୋଲି କହୁଛନ୍ତି। ଏହି ଶ୍ଳୋକର ଭାବାର୍ଥ ହେଲା, ଏବଂ ହେ ଅର୍ଜୁନ, ଅଗ୍ନି ପରି କେତେ ତୃପ୍ତ ହେଉନଥିବା ଏହି କାମ ରୂପକ ଜ୍ଞାନୀମାନଙ୍କର ନିତ୍ୟ ଶତ୍ରୁ ଦ୍ୱାରା ମନୁଷ୍ୟର ଜ୍ଞାନ ଆବୃତ ହୋଇ ରହିଛି। ଏଠାରେ ପ୍ରଶ୍ନ ଆସୁଛି, ଅନଅଳେନ ଏବଂ ଦୃଷ୍ଟୋରେଣ ବିଶେଷଣର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ବାସ୍ ଆଉ କିଛି ଲୋଡ଼ା ନାହିଁ। ଅଳମ୍ ଅବ୍ୟୟ ହେଉଛି ଏହିପରି ତୃପ୍ତି ଭାବର ବାଚକ। ଯେଉଁଥିରେ ଏପରି ଭାବର ଅଭାବ ହୁଏ ତାହାକୁ ଅନଳ କହନ୍ତି। ଅଗ୍ନିରେ ଯେତେ ଇଚ୍ଛା ସେତେ ଘୃତ ଓ ଇନ୍ଧନ ପକାଇଲେ ବି ତାହା କଦାପି ତୃପ୍ତ ହୁଏ ନାହିଁ। ତେଣୁ ଅଗ୍ନିର ନାମ ଅନଳ। ଯାହା କୌଣସି ପ୍ରକାରେ ପୂର୍ଣ୍ଣ ହୁଏ ନାହିଁ ତାହାକୁ ଦୃଶ୍ରୁର କହନ୍ତି। ଏଣୁ ଏଠାରେ ଉପରୋକ୍ତ ବିଶେଷଣମାନ ପ୍ରୟୋଗ କରି ଦେଖାଇ ଦିଆଯାଇଛି ଯେ କାମ ମଧ୍ୟ ଅଗ୍ନି ପରି ଅନଳ ଓ ଦୁଷ୍ପୁର ଅଟେ। ମନୁଷ୍ୟ ଯେତେ ବିଷୟ ଭୋଗ କରେ ତାହାର କାମ ଅଗ୍ନି ପରି ସେତେ ବଢ଼ି ଚାଲେ। କାମ ଆଦୌ ତୃପ୍ତ ହୁଏ ନାହିଁ। ରାଜା ଯଯାତି ବହୁ ଭୋଗ କରିବା ପରେ ଶେଷରେ କହିଥିଲେ, ଯେତେ ବି ବିଷୟ ଭୋଗ କଲେ ମଧ୍ୟ ସେଥିରେ କାମ କେବେ ଶାନ୍ତ ହୁଏ ନାହିଁ, ବରଂ ଘୃତ ଦ୍ୱାରା ଅଗ୍ନି ବଢ଼ିବା ପରି ତାହା ଅଧିକରୁ ଅଧିକ ବଢ଼ି ଚାଲେ। ଏଠାରେ ଅନ୍ୟ ଏକ ପ୍ରଶ୍ନ ଆସୁଛି, ଜ୍ଞାନୀନଃ ପଦ କେଉଁ ଜ୍ଞାନୀଙ୍କର ବାଚକ ଏବଂ କାମକୁ ତାଙ୍କର ନିତ୍ୟ ବୈରୀ କହିବାର ଭାବ କ'ଣ? ଏହାର ଉତ୍ତର ହେଲା, ଏଠାରେ ଜ୍ଞାନୀନଃ ପଦଟି ହେଉଛି ଯଥାର୍ଥ ଜ୍ଞାନ ପ୍ରାପ୍ତି ପାଇଁ ସାଧନା କରୁଥିବା ବିବେକଶୀଳ ସାଧକଙ୍କ ବାଚକ। ଏହି କାମରୂପକ ଶତ୍ରୁ ସେହି ସାଧକମାନଙ୍କର ଅନ୍ତଃକରଣରେ ବିବେକ, ବୈରାଗ୍ୟ ଓ ନିଷ୍କାମ ଭାବ ସ୍ଥିର ହୋଇ ରହିବାକୁ ଦିଏ ନାହିଁ। ସେମାନଙ୍କ ସାଧନାରେ ବାଧା ଉତ୍ପନ୍ନ କରେ। ଏହି କାରଣରୁ ଏହାକୁ ଜ୍ଞାନୀମାନଙ୍କର ନିତ୍ୟ ବୈରୀ ବୋଲି କୁହାଯାଏ। ବାସ୍ତବରେ ଏହି କାମ ସମସ୍ତଙ୍କୁ ଅଧୋଗତି ଆଡ଼କୁ ନେଇଯାଉଥିବାରୁ ସମସ୍ତଙ୍କର ଶତ୍ରୁ ଅଟେ। କିନ୍ତୁ ଅବିବେକୀ ମନୁଷ୍ୟ ବିଷୟ ଭୋଗ କରିବା ସମୟରେ ଭୋଗରେ ସୁଖ ବୁଦ୍ଧି ହେଉଥିବାରୁ ଭ୍ରମରେ ଏହାକୁ ମିତ୍ର ବୋଲି ଭାବେ ଏବଂ ଏହାର ତତ୍ତ୍ୱ ଜାଣୁଥିବା ବିବେକୀମାନଙ୍କୁ ଏହା ପ୍ରତ୍ୟକ୍ଷ କ୍ଷତିକାରକ ବୋଲି ଜଣାଯାଏ। ତେଣୁ ଏହାକୁ ଅବିବେକୀମାନଙ୍କର ନୈତ୍ୟ ବୈରୀ ନ କହି ଜ୍ଞାନୀମାନଙ୍କର ନୈତ୍ୟ ବୈରୀ ବୋଲି କୁହାଯାଇଛି। ଏଠାରେ ଅନ୍ୟ ଏକ ପ୍ରଶ୍ନ ଆସୁଛି, ଏଠାରେ କାମ ରୂପେଣ ପଦ କେଉଁ କାମର ବାଚକ? ଏହାର ଉତ୍ତର ହେଲା, ଯେଉଁ କାମକୁ ଦୁର୍ଗୁଣମାନଙ୍କ ଶ୍ରେଣୀରେ ଗଣାଯାଏ, ଯାହାକୁ ତ୍ୟାଗ କରିବା ପାଇଁ ଗୀତାର ସ୍ଥାନେ ସ୍ଥାନେ କୁହାଯାଇଛି। 16 ଅଧ୍ୟାୟରେ ଯାହାକୁ ନରକର ଦ୍ୱାର ବୋଲି କୁହାଯାଇଛି। କାମ ରୂପେଣ ହେଉଛି ସେହି ସାଂସାରିକ ବିଷୟ ଭୋଗର କାମନା ରୂପକ କାମର ବାଚକ। ଭଗବାନଙ୍କ ସହିତ ମିଳିତ ହେବାକୁ, ଭଗବାନଙ୍କର ଭଜନ ଧ୍ୟାନ କରିବାକୁ ଅଥବା ସାତ୍ୱିକ କର୍ମ କରିବାକୁ ଯେଉଁ ଶୁଭ ଇଚ୍ଛା ହୁଏ ତାହାର ନାମ କାମ ନୁହେଁ। ତାହା ତ ମନୁଷ୍ୟର କଲ୍ୟାଣର ହେତୁ ଏବଂ ବିଷୟ ଭୋଗ କାମନା ରୂପୀ କାମନାର ବିନାଶକ ଅଟେ। ତାହା କିପରି ସାଧକଙ୍କ ଶତ୍ରୁ ହୋଇପାରିବ? ତେଣୁ ଗୀତାରେ ଦିଆଯାଇଥିବା କାମ ଶବ୍ଦ ଅର୍ଥ ସାଂସାରିକ ଇଷ୍ଟାନିଷ୍ଟ ଭୋଗର ସଂଯୋଗ ବିୟୋଗର କାମନା ବା ଭୋଗ୍ୟ ପଦାର୍ଥ ବୋଲି ହିଁ ବୁଝିବା ଉଚିତ। ସେହିପରି ଏହା ମଧ୍ୟ ବୁଝିନେବା ଉଚିତ ଯେ 34 ଶ୍ଳୋକରେ ବା ଅନ୍ୟତ୍ର କୌଣସିଠାରେ ଯେଉଁ ରାଗ ବା ସଙ୍ଗ ଶବ୍ଦ ଆସେ ତାହା ମଧ୍ୟ ଭଗବତ ବିଷୟକ ଅନୁରାଗର ବାଚକ ନୁହେଁ। ତାହା କାମୋତ୍ପାଦକ ଭୋଗାସକ୍ତିର ହିଁ ବାଚକ। ଏଠାରେ ଅନ୍ୟ ଏକ ପ୍ରଶ୍ନ ଆସୁଛି, ଜ୍ଞାନମ ପଦ କେଉଁ ଜ୍ଞାନର ବାଚକ ଏବଂ ତାହା କାମ ଦ୍ୱାରା ଢାଙ୍କି ହୋଇଯାଏ ବୋଲି କହିବାର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ଜ୍ଞାନମ ପଦଟି ହେଉଛି ପରମାତ୍ମା ତତ୍ତ୍ୱ ବିଷୟକ ଯଥାର୍ଥ ଜ୍ଞାନର ବାଚକ।
ଏବଂ ଏହା କାମ ଦ୍ୱାରା ଢାଙ୍କି ହୋଇଯାଏ ବୋଲି କହି ଦେଖାଇ ଦିଆଯାଇଛି ଯେ ଭ୍ରୂଣ ଯେପରି ଜରାୟୁ ଦ୍ୱାରା ଆବୃତ ରହିବା ପରେ ମଧ୍ୟ ସେହି ଜରାୟୁକୁ ଚିରି ବାହାରକୁ ଚାଲି ଆସିବାକୁ ସମର୍ଥ ହୋଇଯାଏ ଏବଂ ଅଗ୍ନି ଯେପରି ପ୍ରଜ୍ୱଳିତ ହୋଇ ତାକୁ ଆବୃତ କରିବାକୁ ଧୂଆଁକୁ ନାଶ କରିଦିଏ, ସେହିପରି ଯେତେବେଳେ କୌଣସି ସନ୍ଥ ମହାପୁରୁଷଙ୍କର ବା ଶାସ୍ତ୍ରର ଉପଦେଶ ଦ୍ୱାରା ପରମାତ୍ମା ତତ୍ତ୍ୱର ଜ୍ଞାନ ଜାଗ୍ରତ ହୋଇଯାଏ, ସେତେବେଳେ ସେହି ଜ୍ଞାନ କାମ ଦ୍ୱାରା ଆବୃତ ହୋଇଥିଲେ ମଧ୍ୟ କାହାକୁ ନାଶ କରି ସ୍ୱୟଂ ପ୍ରକାଶିତ ହୋଇଉଠେ। ତେଣୁ କାମ ଜ୍ଞାନକୁ ଆବୃତ କରୁଥିଲେ ମଧ୍ୟ ବସ୍ତୁତ ଜ୍ଞାନ ଅପେକ୍ଷା ସର୍ବଥା ଦୁର୍ବଳ ହିଁ ହୋଇଥାଏ। ଏଠାରେ 40ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ଏହିପରି କାମ ଦ୍ୱାରା ଜ୍ଞାନ ଆବୃତ ହୋଇଯାଏ ବୋଲି କହି ବର୍ତ୍ତମାନ ତାହାକୁ ନାଶ କରିବାର ଉପାୟ କହିବା ଉଦ୍ଦେଶ୍ୟରେ ଭଗବାନ ତାହା ବାସସ୍ଥାନ ଓ ତାହା ଦ୍ୱାରା ଜୀବାତ୍ମାକୁ ମୋହିତ କରାଯିବାର ପ୍ରକାର କହୁଛନ୍ତି। ଏହି ଶ୍ଲୋକର ଭାବାର୍ଥ ହେଲା, ଇନ୍ଦ୍ରିୟଗଣ ମନ ଓ ବୁଦ୍ଧି ଏସବୁକୁ କାମର ବାସସ୍ଥାନ ବୋଲି କୁହାଯାଏ। ଏହି କାମ ଏମାନଙ୍କ ଦ୍ୱାରା ଅର୍ଥାତ୍ ମନ ବୁଦ୍ଧି ଓ ଇନ୍ଦ୍ରିୟମାନଙ୍କ ଦ୍ୱାରା ହିଁ ଜ୍ଞାନକୁ ଆଚ୍ଛାଦିତ କରି ଜୀବାତ୍ମାକୁ ବିମୋହିତ କରେ। ଏଠାରେ ପ୍ରଶ୍ନ ଆସୁଛି, ଇନ୍ଦ୍ରିୟ ମନ ଓ ବୁଦ୍ଧି ଏସବୁକୁ କାମର ବାସସ୍ଥାନ ବୋଲି କୁହାଯାଏ, ଏପରି କରିବାର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ଏପରି କହି ଦେଖାଇ ଦିଆଯାଇଛି ଯେ ମନ ବୁଦ୍ଧି ଓ ଇନ୍ଦ୍ରିୟ ମନୁଷ୍ୟର ବଶରେ ନ ରହୁଥିବାରୁ ସେମାନଙ୍କ ଉପରେ କାମ ନିଜର ଅଧିପତ୍ୟ ଜମାଇ ରଖେ। ଏଣୁ କଲ୍ୟାଣ ଇଚ୍ଛା କରୁଥିବା ମନୁଷ୍ୟ ତାର ମନ ବୁଦ୍ଧି ଓ ଇନ୍ଦ୍ରିୟମାନଙ୍କୁ ଏହି କାମ ରୂପକ ଶତ୍ରୁକୁ ଶୀଘ୍ର ହଟାଇ ଦେବା କିମ୍ବା ସେଠାରେ ହିଁ ଅବରୁଦ୍ଧ କରି ତାହାକୁ ନଷ୍ଟ କରିଦେବା ଉଚିତ। ନହେଲେ ଘରେ ପଶି ଯାଇଥିବା ଶତ୍ରୁ ପରି ଏହି ମନୁଷ୍ୟ ଜୀବନ ରୂପୀ ଅମୂଲ୍ୟ ଧନକୁ ନଷ୍ଟ କରିଦେବ। ଏଠାରେ ଅନ୍ୟ ଏକ ପ୍ରଶ୍ନ ଆସୁଛି, ଏହି କାମ ମନ ବୁଦ୍ଧି ଓ ଇନ୍ଦ୍ରିୟଙ୍କ ଦ୍ୱାରା ହିଁ ଜ୍ଞାନକୁ ଆଚ୍ଛାଦିତ କରି ଜୀବାତ୍ମାକୁ ମୋହିତ କରେ, ଏ କଥାର ଭାବ କ'ଣ? ଏହାର ଉତ୍ତର ହେଲା, ଏହାଦ୍ୱାରା ଦେଖାଇ ଦିଆଯାଇଛି ଯେ ଏହି କାମ ମନୁଷ୍ୟର ମନ ବୁଦ୍ଧି ଓ ଇନ୍ଦ୍ରିୟମାନଙ୍କର ପ୍ରବେଶ କରି ତାହାର ବିବେକ ଶକ୍ତି ନଷ୍ଟ କରିଦିଏ ଏବଂ ଭୋଗରେ ସୁଖ ଦେଖାଇ ତାହାକୁ ପାପରେ ପ୍ରବୃତ୍ତ କରିଦିଏ। ତାହା ଫଳରେ ମନୁଷ୍ୟର ଅଧପତନ ହୋଇଯାଏ। ତେଣୁ ଏ ବିଷୟର ଶୀଘ୍ର ହିଁ ଜାଗରୁକ ହୋଇଯିବା ଆବଶ୍ୟକ। ଏହା ଗୋଟିଏ କାଳ୍ପନିକ ଦୃଷ୍ଟାନ୍ତ ଦ୍ୱାରା ବୁଝାଇ ଦିଆଯାଇଛି। ଚେତନ ସିଂହ ନାମରେ ଜଣେ ରାଜା ଥିଲେ। ତାଙ୍କ ପ୍ରଧାନମନ୍ତ୍ରୀଙ୍କ ନାମ ଜ୍ଞାନ ସାଗର। ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ଜଣେ ସହକାରୀ ମନ୍ତ୍ରୀ ଥିଲେ, ତାଙ୍କ ନାମ ଚଞ୍ଚଳ ସିଂ। ରାଜା ମନ୍ତ୍ରୀ ଓ ସହକାରୀ ମନ୍ତ୍ରୀଙ୍କ ସହିତ ନିଜ ରାଜଧାନୀ ମଧ୍ୟପୁରୀରେ ରହୁଥିଲେ। ରାଜ୍ୟ 10ଟି ଜିଲ୍ଲାରେ ବିଭକ୍ତ ହୋଇଥିଲା ଏବଂ ପ୍ରତ୍ୟେକ ଜିଲ୍ଲାରେ ଜଣେ ଜଣେ ଜିଲ୍ଲାଧିକାରୀ ନିଯୁକ୍ତ ଥିଲେ। ରାଜା ଅତ୍ୟନ୍ତ ବିଚାରଶୀଳ, କର୍ମପ୍ରବଣ ଓ ସୁଶୀଳ ଥିଲେ। ତାଙ୍କ ରାଜ୍ୟରେ ସମସ୍ତେ ସୁଖରେ ଥିଲେ। ରାଜ୍ୟ ଦିନୁ ଦିନ ଉନ୍ନତ ହେଉଥିଲା। ଥରେ ତାଙ୍କ ରାଜ୍ୟକୁ ଜଗମୋହନ ନାମକ ଜଣେ ଠକ ସର୍ଦ୍ଦାର ଆସିଲେ। ସେ ଥିଲେ ବଡ଼ କୁଚକ୍ରୀ ଓ ଦଗାବାଜ। ତାର ହୃଦୟ କପଟୀ ରୂପୀ ଗରଳରେ ପୂର୍ଣ୍ଣ ହୋଇ ରହିଥିଲା ମଧ୍ୟ ତା କଥା ଥିଲା ବଡ଼ ମଧୁର। ସେ ଯାହା ସହିତ କଥାବାର୍ତ୍ତା କରୁଥିଲା ତା ମନକୁ ମୋହି ନେଉଥିଲା। ସେ ଜଣେ ବେପାରୀ ବେଶରେ ଆସିଥିଲା ଏବଂ ଜିଲ୍ଲାଧୀଶମାନଙ୍କ ସହିତ ମିଳାମିଶା କରି ସେହି ରାଜ୍ୟର ନିଜର ବେପାର କରିବାକୁ ଅନୁମତି ମାଗିଲା। ଏଥିପାଇଁ ସେ ଜିଲ୍ଲାଧୀଶମାନଙ୍କୁ ଯଥେଷ୍ଟ ପ୍ରଲୋଭନ ଦେଖାଇଲା। ସେମାନେ ତା ପ୍ରଲୋଭନରେ ପଡ଼ିଗଲେ, କିନ୍ତୁ ଉପରେ ହାକିମଙ୍କ ଅନୁମତି ବିନା ତ ସେମାନେ କିଛି କରିପାରିବେ ନାହିଁ। ଦଗାବାଜ ବେପାରୀ ଜଗମୋହନର ମନ୍ତ୍ରଣାରେ ସେମାନେ ସମସ୍ତେ ମିଶି ତାକୁ ଉପର ହାକିମ ସରକାରୀ ମନ୍ତ୍ରୀ ଚଞ୍ଚଳ ସିଂଙ୍କ ପାଖକୁ ନେଇଗଲେ। ଠକ ବେପାରୀ ତାଙ୍କୁ ମଧ୍ୟ ବହୁତ ପ୍ରଲୋଭନ ଦେଖାଇଲା। ଫଳତଃ ଚଞ୍ଚଳ ସିଂ ମଧ୍ୟ ଜଗମୋହନ ମିଠା କଥାରେ ଭୁଲିଗଲେ। ଚଞ୍ଚଳ ସିଂ ତାଙ୍କୁ ନିଜର ଉପରେ ଅଧିକାରୀ ଜ୍ଞାନସାଗରଙ୍କ ପାଖକୁ ନେଇଗଲେ। ଜ୍ଞାନସାଗର ବୁଦ୍ଧିମାନ ଥିଲେ, କିନ୍ତୁ ସେ ଟିକିଏ ଦୁର୍ବଳ ହୃଦୟର ଲୋକ ଥିଲେ।
ସେ ଠିକ୍ ମୀମାଂସା କରି କୌଣସି ନିର୍ଣ୍ଣୟ ପହଞ୍ଚି ପାରୁନଥିଲେ। ତେଣୁ ସେ ନିଜର ସରକାରୀ ମନ୍ତ୍ରୀ ଚଞ୍ଚଳ ସିଂ ଓ 10 ଜିଲ୍ଲାଧୀଶଙ୍କ କଥାରେ ଚଳୁଥିଲେ। ଏହା ଫଳରେ ସେମାନେ ଅନୁଚିତ ଲାଭ ମଧ୍ୟ ଉଠାଉଥିଲେ। ବର୍ତ୍ତମାନ ସେ ଚଞ୍ଚଳ ସିଂ ଓ ଜିଲ୍ଲାଧୀଶଙ୍କ କଥାରେ ବିଶ୍ୱାସ କରି ଠକ ବେପାରୀ ଜାଲରେ ପଡ଼ିଗଲେ। ସେ ବେପାର ପାଇଁ ଅନୁମତି ଦେବାକୁ ସ୍ୱୀକାର କରିଦେଲେ, କିନ୍ତୁ କହିଲେ ମହାରାଜ ଚେତନ ସିଂଙ୍କ ମଞ୍ଜୁରୀ ବ୍ୟତୀତ ସାରା ରାଜ୍ୟରେ ବେପାର କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଶେଷରେ ଠକ ବେପାରୀଙ୍କ ପ୍ରରୋଚନରେ ସେମାନେ ତାଙ୍କୁ ରାଜାଙ୍କ ପାଖକୁ ନେଇଗଲେ। ଠକ ବଡ଼ ଚତୁର ଥିଲା। ସେ ରାଜାଙ୍କୁ ବହୁ ପ୍ରଲୋଭନ ଦେଖାଇଲା। ରାଜା ମଧ୍ୟ ଲୋଭରେ ପଡ଼ିଗଲେ ଏବଂ ସେ ଜଗମୋହନଙ୍କୁ ନିଜର ରାଜ୍ୟର ସର୍ବତ୍ର ଅବାଧ ବାଣିଜ୍ୟ ଚଳାଇବାକୁ ଓ କୋଠିମାନ ଖୋଲିବାକୁ ଅନୁମତି ଦେଇଦେଲେ। ଜଗମୋହନ ଜିଲ୍ଲା ଅଫିସରମାନଙ୍କୁ ତଥା 2 ମନ୍ତ୍ରୀଙ୍କୁ କିଛି ଦିଆନିଆ କରି ସନ୍ତୁଷ୍ଟ କରିଦେଲେ ଏବଂ ସାରା ରାଜ୍ୟର ନିଜର ବେପାର ଜାଲ ବିଛାଇଦେଲେ। ଯେତେବେଳେ ସବୁଆଡ଼େ ତାର ପ୍ରଭାବ ବିସ୍ତୃତ ହୋଇଗଲା, ସେତେବେଳେ ସେ ଅବାଧରେ ପ୍ରଜାଙ୍କୁ ଲୁଟିବାକୁ ଲାଗିଲେ। ଜିଲ୍ଲାଧୀଶମାନଙ୍କର ସହିତ 2 ମନ୍ତ୍ରୀ ପ୍ରଲୋଭନରେ ପଡ଼ିଯାଇଥିଲେ। ରାଜାଙ୍କୁ ମଧ୍ୟ ଲୁଟି ଧନର ଅଂଶ ଦେଇ ସେ ତାଙ୍କୁ ନିଜର ବଶ କରିଦେଲେ। ଛଳ କୌଶଳରେ ଓ ମିଠା ଚିକ୍କଣ ଚାକଣ କଥାରେ ରାଜାଙ୍କୁ ତଥା ବିଷୟ ଲୋଲୁପ ସମସ୍ତ ଅଫିସରଙ୍କୁ କୁମାର୍ଗାମୀ କରାଇଦେଲେ। ସେ ସମସ୍ତଙ୍କୁ ଶକ୍ତିହୀନ, ଅକର୍ମଣ୍ୟ ଓ ଦୁର୍ବ୍ୟସନ ପ୍ରିୟ କରିଦେଲେ ଏବଂ ଗୁପ୍ତ ଭାବରେ ଖୁବ୍ ଶୀଘ୍ର ନିଜର ବଳ ବଢ଼ାଇ ସେ ସାରା ରାଜ୍ୟରେ ନିଜର ଅଧିକାର ଜମାଇ ଦେଲେ। ଏହିପରି ଭାବରେ ରାଜାଙ୍କର ସର୍ବସ୍ୱ ଲୁଟି ନେଇ ଶେଷରେ ତାଙ୍କୁ ବି ନିଜର ବନ୍ଦୀ କରାଇଦେଲେ। ଏହି ଉଦାହରଣକୁ ମନୁଷ୍ୟ ଜୀବନ ସହିତ ତୁଳନା କଲେ ଦେଖିବେ, ରାଜା ଚେତନ ସିଂ ହେଉଛନ୍ତି ଜୀବାତ୍ମା, ପ୍ରଧାନମନ୍ତ୍ରୀ ଜ୍ଞାନସାଗର ବୁଦ୍ଧି, ସହକାରୀ ମନ୍ତ୍ରୀ ଚଞ୍ଚଳ ସିଂ ମନ, ମଧ୍ୟପୁରୀ ରାଜଧାନୀ ହୃଦୟ, 10 ଜିଲ୍ଲାଧୀଶ 10 ଇନ୍ଦ୍ରିୟ, 10 ଜିଲ୍ଲା ଇନ୍ଦ୍ରିୟମାନଙ୍କର 10 ସ୍ଥାନ ଏବଂ ଠକ ସର୍ଦ୍ଦାର ଜଗମୋହନ କାମ ଅଟେ। ବିଷୟ ଭୋଗ ସୁଖରେ ପ୍ରଲୋଭନ ହିଁ ସମସ୍ତଙ୍କୁ ପ୍ରଲୁବ୍ଧ କରାଏ। ବିଷୟ ଭୋଗରେ ପକାଇ ସେ ଜୀବାତ୍ମାକୁ ବାସ୍ତବ ମୁଖ ମାର୍ଗରୁ ଭ୍ରଷ୍ଟ କରିଦିଏ ଏବଂ ତାକୁ ଲୁଟିବାକୁ ଲାଗେ ଓ ତାର ଜ୍ଞାନକୁ ଆବୃତ କରି ସର୍ବଥା ମୋହିତ କରିଦିଏ। ମନୁଷ୍ୟ ଜୀବନର ପରମ ଲାଭରୁ ବଞ୍ଚିତ ହୋଇ କହିବାକୁ ବାଧ୍ୟ କରିବା ହିଁ ନଜରବନ୍ଦୀ କରିବା। ଅଭିପ୍ରାୟ ଏହି ଯେ କଲ୍ୟାଣ ବିରୋଧୀ ଦୁର୍ଜୟ ଶତ୍ରୁ କାମ ଇନ୍ଦ୍ରିୟ ମନ ଓ ବୁଦ୍ଧିକୁ ବିଷୟ ଭୋଗ ରୂପକ ମିଥ୍ୟା ସୁଖର ପ୍ରଲୋଭନ ଦେଖାଏ, ସମସ୍ତଙ୍କ ଉପରେ ନିଜର ଅଧିକାର ଜମାଏ। ମନ, ବୁଦ୍ଧି ଏବଂ ଇନ୍ଦ୍ରିୟମାନଙ୍କ ଦ୍ୱାରା ବିଷୟ ସୁଖ ରୂପକ ଲୋଭରେ ଜୀବାତ୍ମାର ଜ୍ଞାନକୁ ଆବୃତ କରିଦିଏ ଏବଂ ଜୀବାତ୍ମାକୁ ମୋହମୟ ସଂସାର ରୂପକ କଏଦୀଖାନାରେ ପକାଇଦିଏ ତଥା ପରମାତ୍ମା ପ୍ରାପ୍ତି ରୂପକ ପ୍ରକୃତ ଧନରୁ ବଞ୍ଚିତ କରି ତାହାର ଅମୂଲ୍ୟ ମନୁଷ୍ୟ ଜୀବନକୁ ନଷ୍ଟ କରିଦିଏ। ଏକଚାଳିଶତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ଏହିପରି ଭାବରେ କାମ ରୂପକ ଶତ୍ରୁର ଅତ୍ୟାଚାର ଓ ସେ ଯେଉଁଠାରେ ଛପି ରହି ଅତ୍ୟାଚାର କରେ ସେହି ବାସସ୍ଥାନର ପରିଚୟ ଦେଇସାରି ବର୍ତ୍ତମାନ ଭଗବାନ ସେହି କାମ ରୂପକ ଶତ୍ରୁକୁ ମାରିବାର ଉପାୟ କହୁଛନ୍ତି ଏବଂ ତାକୁ ମାରିଦେବା ପାଇଁ ଅର୍ଜୁନଙ୍କୁ ଆଜ୍ଞା ଦେଉଛନ୍ତି। ତେଣୁ ହେ ଭରତ ବଂଶର ଶ୍ରେଷ୍ଠ ଅର୍ଜୁନ, ତୁମେ ପ୍ରଥମେ ଇନ୍ଦ୍ରିୟମାନଙ୍କୁ ବଶ କରି ଜ୍ଞାନ ଓ ବିଜ୍ଞାନକୁ ନାଶ କରୁଥିବା ଏହି ମହାପାପୀ କାମକୁ ଅବଶ୍ୟ ବଳପୂର୍ବକ ମାରିଦିଅ। ଏଠାରେ ପ୍ରଶ୍ନ ଆସୁଛି, ତସ୍ମାଦ ଓ ଆଦୌ ଏହି 2 ପଦ ପ୍ରୟୋଗ କରି ଇନ୍ଦ୍ରିୟମାନଙ୍କୁ ବଶ କର ବୋଲି କହିବାର ଅର୍ଥ କ'ଣ? ଏହାର ଉତ୍ତର ହେଲା, ତସ୍ମାଦ ପଦ ହେତୁବାଚକ, ଏହା ସହିତ ଆଦୌ ପଦ ପ୍ରୟୋଗ କରି ଇନ୍ଦ୍ରିୟମାନଙ୍କୁ ବଶ କରିବାକୁ କହି ଭଗବାନ ଦେଖାଉଛନ୍ତି ଯେ କାମ ହିଁ ସମସ୍ତ ଅନರ್ಥର ମୂଳ। ଏହା ପ୍ରଥମେ ଇନ୍ଦ୍ରିୟମାନଙ୍କର ବଶରେ କରେ ଓ ସେମାନଙ୍କ ଦ୍ୱାରା ମନ ବୁଦ୍ଧିକୁ ମୋହିତ କରିବା ସହିତ ଜୀବାତ୍ମାକୁ ମୋହିତ କରେ। ମନ ଓ ବୁଦ୍ଧି
ଏବଂ ଇନ୍ଦ୍ରିୟ ମାନେ ଏହାର ନିବାସ ସ୍ଥାନ ଅଟନ୍ତି। ତେଣୁ ପ୍ରଥମେ ଇନ୍ଦ୍ରିୟମାନଙ୍କ ଉପରେ ନିଜର ଅଧିକାର ସାବ୍ୟସ୍ତ କରି ଏହି କାମ ରୂପୀ ଶତ୍ରୁକୁ ଅବଶ୍ୟ ମାରିଦେବା ଉଚିତ। ଏହାର ବାସସ୍ଥାନକୁ ରୁଦ୍ଧ କରିଦେଲେ ହିଁ ଏହି କାମ ରୂପକ ଶତ୍ରୁକୁ ମାରିଦେବା ସହଜ ହେବ। ଅତଏବ ପ୍ରଥମେ ଇନ୍ଦ୍ରିୟମାନଙ୍କୁ ଉପରେ ମନକୁ ସଂଯତ କରିବାକୁ ପଡ଼ିବ। ଏଠାରେ ଅନ୍ୟ ଏକ ପ୍ରଶ୍ନ ଆସୁଛି, ଇନ୍ଦ୍ରିୟମାନଙ୍କୁ କେଉଁ ଉପାୟରେ ବଶ କରିବା ଉଚିତ? ଏହାର ଉତ୍ତର ହେଲା ଅଭ୍ୟାସ ଓ ବୈରାଗ୍ୟ। ଏହି ଦୁଇ ଉପାୟରେ ଇନ୍ଦ୍ରିୟମାନଙ୍କ ବଶ ହୋଇପାରିବେ। ମନକୁ ବଶ କରିବା ପାଇଁ ଏହି ଦୁଇ ଉପାୟ କୁହାଯାଇଛି। ବିଷୟ ଓ ଇନ୍ଦ୍ରିୟମାନଙ୍କ ସଂଯୋଗରେ ହେଉଥିବା ରାଜସୁଖକୁ ତଥା ନିଦ୍ରା, ଅଳସ୍ୟ ଓ ପ୍ରମାଦ ଜନିତ ତାମସ ସୁଖକୁ ବାସ୍ତବରେ କ୍ଷଣିକ, ନାଶବାନ ଓ ଦୁଃଖକର ବୋଲି ବୁଝି ଇହଲୋକ ଓ ପରଲୋକର ସମସ୍ତ ଭୋଗରୁ ବିରକ୍ତ କରିବା ହିଁ ବୈରାଗ୍ୟ ଓ ପରମାତ୍ମାଙ୍କ ନାମ ରୂପ ଗୁଣ ଚରିତ୍ର ଆଦି ଶ୍ରବଣ କୀର୍ତ୍ତନ ମନନ କରିବା ଓ ଇନ୍ଦ୍ରିୟମାନଙ୍କୁ ନିଃସ୍ୱାର୍ଥ ଭାବରେ ଲୋକସେବା କାର୍ଯ୍ୟରେ ଲଗାଇଦେବା। ଧାରଣା ଶକ୍ତି ଦ୍ୱାରା ତାହାର କ୍ରିୟାମାନଙ୍କୁ ଶାସ୍ତ୍ରର ଅନୁକୂଳ କରିବା ତଥା ସେଥିରେ ସ୍ୱେଚ୍ଛାଚାରିତା ଦୋଷ ଉତ୍ପନ୍ନ ହେବାକୁ ନ ଦେବା ଲାଗି ଚେଷ୍ଟା କରିବା ହିଁ ଅଭ୍ୟାସ। ଏହି ଦୁଇଟି ଉପାୟ ଉପରେ ଇନ୍ଦ୍ରିୟମାନଙ୍କୁ ଓ ମନକୁ ବଶ କରାଯାଇପାରିବ। ଏଠାରେ ଅନ୍ତିମ ପ୍ରଶ୍ନ, ଜ୍ଞାନ ଓ ବିଜ୍ଞାନ। ଏଠାରେ ଏହି ଦୁଇ ଶବ୍ଦ ଅର୍ଥ କ'ଣ ଏବଂ କାମ ଏମାନଙ୍କୁ ନାଶ କରେ ବୋଲି କହିବାର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ଭଗବାନଙ୍କ ନିର୍ଗୁଣ ନିରାକାର ତତ୍ତ୍ୱ ପ୍ରଭାବ ମହାତ୍ମା ଓ ରହସ୍ୟଯୁକ୍ତ ଯଥାର୍ଥ ଜ୍ଞାନକୁ ଜ୍ଞାନ କହନ୍ତି ତଥା ସଗୁଣ ନିରାକାର ଓ ଦିବ୍ୟ ସାକାର ତତ୍ତ୍ୱର ଲୀଳା ରହସ୍ୟ ଗୁଣ ମହତ୍ତ୍ୱ ଓ ପ୍ରଭାବରେ ଯୁକ୍ତ ଯଥାର୍ଥ ଜ୍ଞାନକୁ ବିଜ୍ଞାନ କହନ୍ତି। ଏହି ଜ୍ଞାନ ଓ ବିଜ୍ଞାନର ଯଥାର୍ଥ ପ୍ରାପ୍ତି ପାଇଁ ହୃଦୟରେ ଯେଉଁ ଆକାଂକ୍ଷା ଉତ୍ପନ୍ନ ହୁଏ ତାହାକୁ ଏହି କାମ ରୂପକ ମହାଶତ୍ରୁ ନିଜର ମୋହିନୀ ଶକ୍ତି ଦ୍ୱାରା ନିତ୍ୟ ନିରନ୍ତର ଦବାଇ ରଖେ। ଅର୍ଥାତ୍ ଏହି ଆକାଂକ୍ଷାର ଜାଗୃତିରୁ ଉତ୍ପନ୍ନ ଜ୍ଞାନ ବିଜ୍ଞାନର ସାଧନାରେ ବାଧା ସୃଷ୍ଟି କରେ। ଏହି କାରଣରୁ ଜ୍ଞାନ ବିଜ୍ଞାନ ପ୍ରକଟ ହୋଇପାରେ ନାହିଁ। ତେଣୁ କାମକୁ ଏହାର ନାଶକାରୀ ବୋଲି କୁହାଯାଇଛି। ନାଶ ଶବ୍ଦ ଦୁଇଟି ଅର୍ଥ ହୁଏ। ଗୋଟିଏ ହେଉଛି ଅପ୍ରକଟ କରିଦେବା ଓ ଦ୍ୱିତୀୟଟି ହେଉଛି ବସ୍ତୁ ଅଭାବ କରିଦେବା। ଏଠାରେ ଅପ୍ରକଟ କରିଦେବା ଅର୍ଥରେ ହିଁ ନାଶର ଶବ୍ଦ ପ୍ରୟୋଗ ହୋଇଅଛି। ପୂର୍ବ ଶ୍ଲୋକରେ ମଧ୍ୟ ଜ୍ଞାନ କାମ ଦ୍ୱାରା ଢାଙ୍କି ହୋଇଯାଏ ବୋଲି କୁହାଯାଇଛି। ଜ୍ଞାନ ଓ ବିଜ୍ଞାନକୁ ସମୂଳେ ନଷ୍ଟ କରିଦେବାକୁ କାମର ଶକ୍ତି ନାହିଁ, କାରଣ କାମର ଉତ୍ପତ୍ତି ଅଜ୍ଞାନରୁ ହୋଇଛି। ଏଣୁ ଜ୍ଞାନ ବିଜ୍ଞାନ ପୂର୍ଣ୍ଣ ଭାବରେ ପ୍ରକଟ ହୋଇଯିବା ପରେ ଅଜ୍ଞାନ ସମୂଳେ ନାଶ ପାଇଯାଏ। ଆଉ ଜ୍ଞାନ ବିଜ୍ଞାନର ନାଶ କୌଣସି ପ୍ରଶ୍ନ ହିଁ ରହେ ନାହିଁ।